ମାଥ୍ୟୁ ଲିଖିତ ସୁସମାଚାର ଅଧ୍ୟାୟ 23। ସେହି ସମୟରେ ଯୀଶୁ ଲୋକ ସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ, ଶାସ୍ତ୍ରୀ ଓ ଫାରୁସୀମାନେ ମୂଷାଙ୍କ ଆସନରେ ବସିଅଛନ୍ତି। ଅତଏବ ସେମାନେ ତୁମମାନଙ୍କୁ ଯାହା କିଛି କହନ୍ତି ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କର କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି କିନ୍ତୁ କରନ୍ତି ନାହିଁ। ସେମାନେ ଗୁରୁଭାର ବହନ କରି ମନୁଷ୍ୟମାନଙ୍କ ସ୍କନ୍ଧରେ ଥୋଇ ଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ। ସେମାନେ ଲୋକ ଦେଖାଇବା ପାଇଁ ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଛୁମ୍ପା ବଡ଼ କରନ୍ତି। ଆଉ ଭୋଜିରେ ପ୍ରଧାନ ସ୍ଥାନ ଓ ସମାଜ ଗୃହରେ ପ୍ରଧାନ ଆସନ, ପୁଣି ହାଟ ବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କର ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି। କିନ୍ତୁ ତୁମେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମମାନଙ୍କର ଗୁରୁ ଜଣେ, ପୁଣି ତୁମେ ସମସ୍ତେ ଭାଇ। ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ସମ୍ବୋଧନ କର ନାହିଁ, କାରଣ ତୁମମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି। ଆଉ ତୁମେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ। କିନ୍ତୁ ତୁମମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମମାନଙ୍କର ସେବକ ହେବ। ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି ଯେ କେହି ଆପଣାକୁ ନତ କରେ, ତାହାକୁ ଉନ୍ନତ କରାଯିବ। କିନ୍ତୁ ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ରୁଦ୍ଧ କରୁଥାଅ। ତୁମେମାନେ ତ ନିଜେ ପ୍ରବେଶ କରୁନାହଁ, ପୁଣି ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉନାହଁ। ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହ ସବୁ ଗ୍ରାସ କରୁଥାଅ, ଏଣୁ ତୁମେମାନେ ଗୁରୁତର ଦଣ୍ଡ ପାଇବ। ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଜଣକୁ ତୁମମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମମାନଙ୍କର ଅପେକ୍ଷା 2 ଗୁଣ ନରକ ପାତ୍ର କରୁଥାଅ। ହାୟ ଦଣ୍ଡର ପାତ୍ର, ଅନ୍ଧ ପଥ ପ୍ରଦର୍ଶକମାନେ, ତୁମେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ଦ୍ୱାରା ଆବଦ୍ଧ। ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛ ଯେଉଁ ମନ୍ଦିର, ଏହି 2 ମଧ୍ୟରେ କେଉଁଠି ଶ୍ରେଷ୍ଠ? ଆହୁରି କହୁଥାଅ, କେହି ଯଜ୍ଞବେଦୀର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ଦ୍ୱାରା ଆବଦ୍ଧ। ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ଯଜ୍ଞବେଦୀ, ଏହି 2 ମଧ୍ୟରେ କେଉଁଠି ଶ୍ରେଷ୍ଠ? ଅତଏବ ଯେଉଁ ଲୋକ ଯଜ୍ଞବେଦୀର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ। ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ। ପୁଣି ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ୱରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ। ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ପୋଦିନା, ପାନମହୁରି ଓ ଜିରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତ୍ୱର ବିଷୟଗୁଡ଼ିକ, ନ୍ୟାୟ ବିଚାର, ଦୟା ଓ ବିଶ୍ୱାସ, ଏହା ସବୁ ପରିତ୍ୟାଗ କରିଅଛ। କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟ ସବୁ ପରିତ୍ୟାଗ ନ କରିବା ଉଚିତ। ରେ ଅନ୍ଧ ପଥ ପ୍ରଦର୍ଶକମାନେ, ତୁମେମାନେ ମୂଷାଙ୍କୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ। ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମେମାନେ ଗିନା ଓ ଥାଳିର ବାହାର ପରିଷ୍କାର କରୁଥାଅ, ମାତ୍ର ଭିତରେ
ସେଗୁଡ଼ାକ ଲୁଣ୍ଠନ କର୍ମ ଓ ଇନ୍ଦ୍ରିୟ ସେବାରେ ପରିପୂର୍ଣ୍ଣ। ହେ ଅନ୍ଧ ଫାରୁସୀ, ଆଗେ ଗିନାର ଭିତର ପରିଷ୍କାର କର, ଯେପରି ସେଥିର ବାହାର ମଧ୍ୟ ପରିଷ୍କୃତ ହେବ। ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଶୃଙ୍ଖଳୀକୃତ ସମାଧି ସ୍ୱରୂପ। ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତ୍ୟୁମାନଙ୍କ ଅସ୍ଥି ଓ ସର୍ବପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ। ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ। ହାୟ ଦଣ୍ଡର ପାତ୍ର, କପଟୀ ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କର ଓ ଧାର୍ମିକମାନଙ୍କର ସମାଧି ସ୍ତମ୍ଭ ସୁଶୋଭିତ କରି କହୁଥାଅ, ଆମ୍ଭେମାନେ ଯେବେ ଆମମାନଙ୍କର ପିତୃପୁରୁଷଙ୍କର ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କର ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇନଥାନ୍ତୁ। ଏଣୁ ତୁମ୍ଭେମାନେ ଯେ ଭାବବାଦୀମାନଙ୍କର ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ସମ୍ପଦରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଛ। ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କର ପରିଣାମ ପୂର୍ଣ୍ଣ କର। ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କି ପ୍ରକାରେ ନରକ ଦଣ୍ଡରୁ ରକ୍ଷା ପାଇବ? ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରିଅଛି। ସେମାନଙ୍କ ମଧ୍ୟରୁ କାହାରକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହାକୁ ତୁମ୍ଭେମାନେ ସମାଜ ଗୃହରେ କୋରଡ଼ା ମାରିବ ଓ ନଗର ତାଡ଼ନା କରିବ। ଯେପରି ଧାର୍ମିକ ହେବଲଙ୍କ ରକ୍ତପାତ ଠାରୁ ଯେଉଁ ପେରିଖିୟଙ୍କ ପୁତ୍ର ଜିଖରିୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ଯଜ୍ଞବେଦୀର ମଧ୍ୟସ୍ଥଳରେ ବଧ କଲ, ତାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମମାନଙ୍କ ଉପରେ ବର୍ତ୍ତିବ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ବର୍ତ୍ତିବ। ଗୋ ଜେରୁସାଲେମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପୀଡ଼ିତମାନଙ୍କର ପ୍ରସ୍ତରାଘାତକାରିଣୀ କୁକୀର୍ତ୍ତି, ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେଥର ତୋର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ। ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି, କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ। ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ। ପ୍ରଭୁ ଏ ବାକ୍ୟରେ ଆପଣମାନଙ୍କୁ ଆଶୀର୍ବାଦ